ଇଣ୍ଡିଆନ୍ ପୋଷ୍ଟାଲ ରୁ ଗୋଟେ ବହୁତ ବଡ ନିଉଟି ଆସିଯାଇଛି ଯୋଉ ଆମେ ଜାଣିଛୁ ଯୋଉଟା ଜିଡିଏସ୍ ବା ଆମେ ଗ୍ରାମୀଣ ଡାକ ସେବକ ଯୋଉଟା ଆମେ କହୁ ତ ତାହାର ଗୋଟେ ବହୁତ ବଡ ନିୟୁଟି ତ ପୂର୍ବରୁ ଆପଣ ସମସ୍ତେ ଜାଣିଥିବେ ଯେ ଏହି ଏହି ଗଭର୍ଣ୍ଣମେଣ୍ଟ ଜବ ରେ ଯୋଉଟା ଆପଣଙ୍କୁ ମାର୍କ ହିସାବରେ ଯୋଉଟା ମିଳୁଥିଲା ତ ଏବେ ଯୋଉଟା ଗୋଟେ ତାର ଚେଞ୍ଜ କରାଯାଇଛି ତ ଏବେ ପରୀକ୍ଷା ହେବାକୁ ଯାଉଛି ବା ଏକ୍ଜାମ ହେବାକୁ ଯାଉଛି ଆପଣ ମାନେ ଏକ୍ଜାମ ବେସରେ ଆପଣଙ୍କୁ ଯୋଉଟା ଏହି ନିୟୁକ୍ତି ମିଳିପାରିବ ତ କେତେ ମାର୍କ ଆଣିଲେ ତାହା ମିଳିବ ତ କେମିତି ପାଇପାରିବେ ଏହି ଜବ୍ ଓ କଣ ଏଲିଜିବିଲିଟି କ୍ରାଇଟେରିଆ ରହିଛି ଆସନ୍ତୁ ଆମେ ଏ ଭିଡିଓରେ ସମ୍ପୂର୍ଣ୍ଣ ଭାବେ ଜାଣିବା ତ ଫ୍ରେଣ୍ଡସ୍ ମାନେ ସେଥିପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ତ ଏମିତି ନୂଆ ନୂଆ ଗଭର୍ଣ୍ଣମେଣ୍ଟ ଜବ୍ ବିଷୟରେ ଆପଣ ମାନେ ଏହି ଚ୍ୟାନେଲରେ ପ୍ରତିଦିନ ପାଇପାରିବେ ତ ସେଥିପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଓ ଭିଡିଓକୁ ମଧ୍ୟ ଅତ୍ୟଧିକ ମାତ୍ରାରେ ସେୟାର ମଧ୍ୟ କରନ୍ତୁ କାହିଁକିନା ସମସ୍ତେ ଏହି ନୂଆ ଅପଡେଟ୍ ବିଷୟରେ ଜାଣିପାରିବେ ତ ଫ୍ରେଣ୍ଡସ୍ ମାନେ ଚାଲନ୍ତୁ ଭିଡିଓକୁ ବିନା ଡେରି କରି ଜାଣିଦେବା ଫ୍ରେଣ୍ଡସ୍ ମାନେ ଇଣ୍ଡିଆନ ପୋଷ୍ଟାଲ ଜିଡିଏସ୍ ଆମେ କହୁ ଇଣ୍ଡିଆନ ପୋଷ୍ଟାଲ ରୁ ଗୋଟେ ଯୋଉ ବହୁତ ବଡ ଯୋଉ ଆମେ କହୁ ପପୁଲାର ଯୋଉ ଗଭର୍ଣ୍ଣମେଣ୍ଟ ଜବ୍ ଯୋଉଟା ମାର୍କ ହିସାବରେ ଯୋଉଟା ମିଳୁଥିଲା ତ ଏବେ ଯୋଉଟା ଚେଞ୍ଜ ହୋଇସାରିଛି ତ ଆପଣମାନଙ୍କୁ ଯୋଉଟା ଯୋଉ ଏଇ ଇଣ୍ଡିଆନ ପୋଷ୍ଟାଲ ର ଯୋଉ ଭେକେନ୍ସି ଆସିବ ଆଉ ତ ଏହି ଭେକେନ୍ସିରେ ଆପଣ ମାନେ କୁ ଗୋଟିଏ ଏକ୍ଜାମ ଦେବାକୁ ପଡିବ ତ ଏକ୍ଜାମ ବେସ ହେବ ଓ ଆଉ ଯୋଉ ମାର୍କ ମିଳିବ ତ ସେ ମାର୍କରେ ଆଉ ହେବନି ତ ଆପଣଙ୍କୁ ଏକ୍ଜାମ ଦେବାକୁ ପଡିବ ଏକ୍ଜାମ ଦେଲା ପରେ ଆପଣମାନଙ୍କୁ ଗୋଟିଏ କ୍ୱାଲିଫାଏ ମାର୍କ ଦରକାର ହେବ ତ ସେଇ କ୍ୱାଲିଫାଏ ମାର୍କ ବା ଗୋଟେ ଆପଣଙ୍କୁ ବହୁତ ଡିପେଣ୍ଡ କରିବ ତ ଏହି କ୍ୱାଲିଫାଏ ମାର୍କ ଯେତେ ବି କଟଅଫ୍ ଯିବ ତ କେଉଁ ଜିଲ୍ଲାରେ କେତେ କଟଅଫ୍ ଯିବ ତା ହିସାବରେ ବା କେଉଁ ଷ୍ଟେଜ କେତେ କଟଅଫ୍ ଯିବ ତ ସେଇ କଟଅଫ୍ ନେଇକି କଟଅଫ୍ ମାର୍କକୁ ନେଇକି ଆପଣ ମାନେ ପାଇପାରିବେ ଏହି ଗଭର୍ଣ୍ଣମେଣ୍ଟ ଜବ୍ ତ ପୂର୍ବରୁ ତ ବହୁତ କମ ଲୋକ ବହୁତ କମ କ୍ୟାଣ୍ଡିଡେଟ ମାନେ ଯୋଉଟା ଆବେଦନ କରୁଥିଲେ ତ ମାର୍କ କମ ଥିଲା ତ ସେମାନେ ଆବେଦନ କରୁନଥିଲେ ତ ଏବେ ଯୋଉଟା ଏହି ଇଣ୍ଡିଆନ ପୋଷ୍ଟାଲ ଯୋଉ ଗଭର୍ଣ୍ଣମେଣ୍ଟ ଭେକେନ୍ସି ଯୋଉଟା ଆସିବ ଏଇ ଗଭର୍ଣ୍ଣମେଣ୍ଟ ଜବ୍ ଯୋଉ ଭେକେନ୍ସି ଆସିବ ତ ସେଇ ଭେକେନ୍ସିରେ ବହୁତ ଗୁଡିଏ ପୋଷ୍ଟ ଆସିବ ତ ସେଥିପାଇଁ ଆପଣମାନେ ଏଇ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ କାହିଁକିନା ଆଗକୁ ମଧ୍ୟ ଯେ ବି ଏହି ଭେକେନ୍ସି ଆସିବ ତ ଆପଣ ମାନେ ଏହି ଚ୍ୟାନେଲରେ ପ୍ରଥମେ ପାଇପାରିବେ ତ ସବୁ କିଛି ଦେଖିପାରିବେ ଜାଣିପାରିବେ ତ ଏହି ଭେକେନ୍ସିର ଏଲିଜିବିଲିଟି କେବଳ ଦଶମ ପାସ୍ ରହିବ ତ ଯେଉଁମାନେ ଦଶମ ପାସ୍ କରିଥିବେ ତାଙ୍କ ପାଇଁ ଏହି ବହୁତ ବଡ ସୁଯୋଗ ରହିବ ଯେ ସେମାନେ ଏକ୍ଜାମ ଦେଇକି ଏହି ଯୋଉ ସୁବର୍ଣ୍ଣ ସୁଯୋଗ ଯୋଉଟା ସେମାନେ ହାତଛଡା କରିପାରିବେ ନାହିଁ ତ ହାତେଇବେ ଓ ପାଇପାରିବେ ତ ଫ୍ରେଣ୍ଡସ୍ ମାନେ ଆଜି ପାଇଁ ଏତିକି ରହୁଛି ଜୟ ହିନ୍ଦ।